ଆମ୍ବ ସିଜିନ୍ ଆସିଗଲେ ମନେ ପଡ଼ିଯାଏ ଜେଜେମାର ସେ ଆମ୍ବ ଆଚାର କଥା। ମୋ ଜେଜେମା ନା ବହୁତ ଭେରାଇଟିର ଆମ୍ବ ଆଚାର କରିଥିଲେ। ଆମ୍ବୁଲ ମଧ୍ୟ କରନ୍ତି। ମସଲା ଦିଆ ଆମ୍ବୁଲ, ସାଧା ଆମ୍ବୁଲ। ତ ଯେତେବେଳେ ଆମ୍ବକୁ ଦେଖୁ ସେଇ ସବୁ କଥା ମନେ ପଡ଼ିଯାଏ। ତ ଆମେ ଯାଇଥିଲୁ ଗାଁକୁ। ସେଠି ଆମର ଆମ୍ବ ଗଛ ଅଛି। ତ ସେଠି ଆମେ ଫ୍ରେଶ୍ ଆମ୍ବ ତୋଳିକି ଆଣିଲୁ। ଭାବିଲେ ଟିକେ ଫ୍ରେଶ୍ ଆମ୍ବ ତୋଳିକି ଆଣିକି ତା ଦେହରେ ଯଦି ଆଚାର ବନାଯାଏ ସେ କେତେ ଟେଷ୍ଟି ନ ଲାଗିବ। ଏମିତି ତ ଯାହାର ଗଛ ନାହିଁ ସେମାନେ ସମସ୍ତେ ପ୍ରାୟ ମାର୍କେଟରୁ କିଣିକି ଆଣିଥାନ୍ତି। ଯାହାର ଗଛ ନାହିଁ ସେ ବି ମଧ୍ୟ, କିନ୍ତୁ ଆମର ଯେହେତୁ ଅଛି ତ ଆମେ ଯାଇଥିଲୁ, ଦେଖିଲୁ ଗଛରେ ବଢ଼ିଆ ଆମ୍ବ ହେଇଥିଲା। ତ ତାକୁ ତୋଳି ଆଣିଲୁ। ଆଚାର ଭଳି ଆମ୍ବ ଗୁଡ଼ିକ ହେଇଯାଇଥିଲା। ବେଶୀ ତା ଭିତରେ ମାନେ ତାର ଯେଉଁ ଠାକୁଆଟି ବେଶୀ ଟାଣ ନଥିଲା। ତ ତାକୁ ତୋଳିକି ଆଣିଲୁ। ବହୁତ ମଜା ବି କଲୁ। ତ ତା ଭିତରେ କଦଳୀ ଫୁଲ, ଯେଉଁ କଦଳୀର ଯେଉଁ ଭଣ୍ଡା ହେଇଥିଲା ତାକୁ ବି ମଧ୍ୟ ତୋଳିକି ଆଣିଲୁ। ତ ତା ଦେହରେ ବି ମୁଁ ଗୋଟେ ରେସିପି ପକେଇଛି, ଆପଣ ସର୍ଟ ଭିଡ଼ିଓରେ ଦେଖିପାରିବେ। ତ ତାପରେ ସେ ଆମ୍ବ ଗୁଡ଼ିକୁ ଆଣିକି ତାକୁ ଭଲ ଭାବରେ କାଟିକି ହଳଦୀ ଲୁଣ ପାଣିରେ ପକେଇ ତାକୁ ଶୁଖେଇ ଦେଲୁ। ତାପରେ ତାକୁ ଆଚାର ବନେଇବା ପାଇଁ ମସଲା ପ୍ରସ୍ତୁତ କଲୁ। ତ ମୋ ବାପା କହିଲେ ଏଟା ଆମେ ସମସ୍ତେ ମିଶିକି ଆଚାରଟି କରିବା। ମୁଁ କହିଲି ଠିକ୍ ଅଛି। ତ ସେଥିପାଇଁ ମୋ ମା' କ'ଣ କଲେ, ସୋରିଷ, ଲଙ୍କା ଆଉ ଏ ଯେଉଁ ଜିରା ତାକୁ ସବୁ ଭଲ ଭାବରେ ଭାଜିଦେଲେ। ଯେମିତିକି ମାନେ ତା ଦେହରୁ ଯେମିତି ମାନେ ବେଶୀ କଡ଼ା ଭଜା ନୁହେଁ, ଜଷ୍ଟ ଉଷୁମ କଲା ଭଳି ଭାଜିଦେଲେ, ଯେମିତି ତା ଦେହରେ ଗୋଟେ ସନ୍ଧି ବାସ୍ନା ଆସିବ। ତାପରେ ଯେଉଁ ପଞ୍ଚ ଫୁଟଣ ଥାଏ ସେଥିରେ ସବୁ ପ୍ରକାର ଜିନିଷ ମିଶିକି ଥାଏ, ଯେମିତିକି କଳା ଜିରା, ମେଥି, ପାନମଧୁରୀ, ସୋରିଷ, ଜିରା ଆଉ ବହୁତ ପ୍ରକାରର ମାନେ ତା ଦେହରେ ଅନ୍ୟାନ୍ୟ ମସଲା ମଧ୍ୟ ମିଶିକି ଥାଏ। ତ ସେଥିପାଇଁ ତାକୁ ମୋ ମା' କ'ଣ କଲେ, ସବୁଯାକ ଏକାଥରେ ଭାଜିଦେଲେ। ଆପଣ ଯଦି ଅଲଗା ଅଲଗା ମସଲା ନ କରିବାକୁ ଚାହିଁବେ ତ ଏକାବେଳେ ଯଦି ପଞ୍ଚ ଫୁଟଣ ଥିବ ତ ଆପଣ ଆମ୍ବର ପରିମାଣ ଦେଖି ସେ ପଞ୍ଚ ଫୁଟଣକୁ ସେତିକି ପରିମାଣର ମସଲା ବନେଇବା ପାଇଁ ଭାଜିଦେବେ। ତାହେଲେ ସେଥିରେ ବି ମଧ୍ୟ ବହୁତ ବଢ଼ିଆ ଆଚାର ବନିଥାଏ। ତ ଦେଖନ୍ତୁ, ତାକୁ ସବୁ ଭାଜିକି ମୋ ମା' କ'ଣ କଲେ, ଏଠି ପାଉଡ଼ର ବନେଇଦେଲେ। ତ ଏ ଆଚାରଟି ଆମେ ସମସ୍ତେ ମିଶିକି କରିଛୁ। ତାପରେ ଗୋଟେ କଢ଼େଇରେ ଗୁଡ଼କୁ ପାଗ ଧରି ନେଲେ। ତ କଢ଼େଇରେ ଆମର ଯେଉଁ ମିଠା ଆଚାର ବନେଇବା ପାଇଁ ଗୁଡ଼ ତ ନିହାତି ଦରକାର। ତ ଗୁଡ଼ ପାଗ ଧରି ନେଲେ। ତାପରେ ଗୋଟେ ଥାଳି ଆଣି ସେଥିରେ ଅଧା ମସଲା ଆଉ କିଛି ଆମ୍ବ ଏମିତି ପକେଇ ତାପରେ ସେଥିରେ ଯେଉଁ ଗୁଡ଼କୁ ମେଲ୍ଟ କରିଥିଲୁ ତା ଦେହରେ ତାକୁ ଆମେ ଢାଳିଦେଲୁ। ତ ଦେଖିପାରୁଥିବେ ଆପଣ ସେ ଆଚାରଟି ଏମିତି ଭାବରେ ମାନେ ଗୋଟେ ପରସ୍ତ ଆମ୍ବ ଗୋଟେ ପରସ୍ତ ମସଲା ଦେଲେ ଆମ୍ବ ଭିତରେ ମସଲାଟି ଭଲ ଭାବରେ କୋଟ୍ ହେଇଥାଏ। ଆଉ ମସଲାରେ ପୁରା ଆମ୍ବଟି ବଢ଼ିଆ ସେ ତାକୁ ମାନେ ଅବଜର୍ଭ କରିନିଏ ଆମ୍ବ। ଆଉ ମସଲା ସବୁ ଆମ୍ବର ସବୁଆଡ଼େ ଲାଗିକି ରହିଥାଏ ଏବଂ ଆଚାରଟି ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ତ ଦେଖନ୍ତୁ, ଏଠି ଆମର ଆମ୍ବରେ ମସଲା ସବୁ ମିଶାଇ ଦେଲୁ। ତାପରେ ତା ଦେହରେ ଗୁଡ଼ ମଧ୍ୟ ଯେଉଁ ମେଲ୍ଟ କରିକି ରଖିଥିଲୁ ତାକୁ ବି ଆଡ଼୍ କରିଦେଲୁ। ତ ଏଠି ଦେଖନ୍ତୁ, ମୁଁ ସେ ଆମ୍ବର ମସଲା ଆଉ ଗୁଡ଼କୁ ସବୁଯାକ ଗୋଳେଇ ଦେଲି। ଏଠି କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ତଥାପି ମିଠା ଟିକେ କମି ଯାଇଥିଲା। ତ ସେଥିପାଇଁ ମୋ ମା' କ'ଣ କଲେ, ଆଉ ଥରେ ସେ ଯେଉଁ ଗୁଡ଼କୁ ପାଗ କରିକି ତା ଦେହରେ ଢାଳିଦେଲେ। ତ ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି ଆଚାରଟି। ମାନେ ଦେଖିନେ ନା ତା ବାସ୍ନା ଆଉ ତାର ଯେଉଁ ରଙ୍ଗରୁ ପୁରା ଲୋଭ ହେଇଯାଉଥିଲା। ଆପଣମାନେ ବି ଥରେ ଏମିତି ବନେଇକି ଦେଖନ୍ତୁ। ଆଉ ମୋର ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଛି ତାହେଲେ ଗୋଟେ ଲାଇକ୍, ସେୟାର ଆଉ ଗୋଟେ ସବସ୍କ୍ରାଇବ୍ ମୋ ଚ୍ୟାନେଲକୁ କରିଦିଅନ୍ତୁ। ଆଉ ହଁ, କମେଣ୍ଟସରେ ବି ମଧ୍ୟ ମୋତେ ନିଶ୍ଚୟ ଜଣାଇବେ ଯେ କେମିତି ଲାଗିଲା ଭିଡ଼ିଓଟି। ତ ଏଇଭଳି ଭାବରେ ଆମର ଆଚାରଟି ବନିଗଲା। ଦେଖନ୍ତୁ, ଏଠି ମସଲା, ଗୁଡ଼ ଆଉ ଯେଉଁ ଶୁଖା ହେଇଥିବା ହଳଦୀ ଲୁଣରେ ଗୋଳା ହେଇକି ଶୁଖା ହେଇଥିବା ସେ ଆମ୍ବକୁ ସବୁ ଯେତେବେଳେ ମିଶାଇ ଦେଲୁ, ଆହା କି ସୁନ୍ଦର ଆଚାର ବନିଗଲା। ଆପଣମାନେ ନିଜେ ଦେଖିପାରୁଥିବେ। ତ ମିଠା ଆଚାରଟି ଏଇଭଳି ବନେଇଲେ ଦେଖିବେ, ଯଦି ଗୋଟେ ପରସ୍ତ ମସଲା, ଗୋଟେ ପରସ୍ତ ଆମ୍ବ, ଗୋଟେ ପରସ୍ତ ମସଲା, ଗୋଟେ ପରସ୍ତ ଆମ୍ବ ଏମିତି ଆପଣ ଆଚାରରେ ଦେବେ, ମାନେ ଆଚାରଟି ବନେଇବେ, ତ ମସଲାଟି ଭଲ ଭାବରେ ଆମ୍ବରେ କୋଟ୍ ହେଇଯିବ। କୌଣସି ଜାଗା ଏମିତି ନୁହେଁ ଯେ ଆମ୍ବ ଉପରେ ତଳେ ମସଲା ବସିଯିବ, ଉପରେ ଆମ୍ବ ରହିଯିବ, ସେମିତି ଜମା ହେବନି। ମସଲା ଏବଂ ଆମ୍ବ ପୁରା ମିଶିଯିବ ଭଲ ଭାବରେ। ତାର ପ୍ରତି କୋଣ ଅନୁକୋଣରେ ଆମ୍ବରେ ମସଲା ପୁରା ଲାଗିକି ରହିବ। ଆଉ ଆଚାରଟି ଖାଇବା ପାଇଁ ଏତେ ଟେଷ୍ଟି ଲାଗିବ, ମାନେ ଆପଣ ଥରେ କରନ୍ତୁ ଏଇଭଳି ପ୍ରୋସେସ୍ରେ, ନିଶ୍ଚୟ ଜାଣିପାରିବେ। ତାପରେ ଯେତେବେଳେ ସବୁଯାକ ମିଶାଇ ମାଶେଇ ଦେଲୁ, ତାପରେ ତାକୁ ଗୋଟେ ଏୟାର ଟାଇଟ୍
ବହୁତ ଗୁଡ଼ାଏ ଆମ୍ବ ଯେହେତୁ ଆମେ ଆଣିଥିଲୁ ମିନିମମ୍ 4-5 କିଲୋ ପାଖାପାଖି, ତ ତାକୁ ଗୋଟେ ବଡ଼ ଏୟାରଟାଇଟ୍ ଡବାରେ ତାକୁ ଭର୍ତ୍ତି କରିଦେଲୁ। ଥଣ୍ଡା ହେଇଗଲା ପରେ ଯେହେତୁ ଗୁଡ଼ ଟିକେ ଉଷୁମ ଥିଲା, ତ ଥଣ୍ଡା ହେଇଗଲା ପରେ ତାକୁ ଭର୍ତ୍ତି କରିଦେଲୁ। ଦେଖିପାରୁଥିବେ ଆପଣ ଆଚାରଟି କେତେ ସୁନ୍ଦର ଦେଖାହେଉଛି, ପୁରା ରସାଳି ଭଳି ହେଇଛି। ତ ଆପଣମାନେ ଏଇଭଳି ଆଚାର ବନେଇକି ଥରେ ଦେଖନ୍ତୁ, ତାପରେ ମୋତେ ନିଶ୍ଚୟ ଜଣେଇବେ। ଏହାର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନ୍ ବକ୍ସରେ ଆଡ଼୍ କରିଦେବି, ଆପଣମାନେ ସେଠି ଦେଖିପାରିବେ। ରହିଲି, ଜୟ ଜଗନ୍ନାଥ, ବାଏ।